କୁହାଯାଏ ଚାଷ ଅଛି ଯାହାର କି ଆନନ୍ଦ ତାହାର, କିନ୍ତୁ ଏଇ ଉକ୍ତି ଏବେ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ବସିଛି। ଚାଷୀମାନେ କହୁଛନ୍ତି ଚାଷ ଅଛି ଯାହାର କେତେ ଦୁଃଖ ତାହାର। ଏହାର କହିବାର କାରଣ ଲଘୁଚାପ ଜନିତ ଲଗାଣ ବର୍ଷା ବାରମ୍ବାର ଆସିବା ଫଳରେ ଧାନ ଫସଲ ସହିତ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି। ଏଭଳି ଦୃଶ୍ୟ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସିଂହବରମପୁର ପଞ୍ଚାୟତରେ। ଦୟାନଦୀ କୂଳରେ ଯେଉଁ ଚାଷୀମାନେ ନିଜର ପରିବାର ଭରଣ ପୋଷଣ ଆଶାରେ ଚାଷ କରୁଥିଲେ, ସେ ଚାଷ ଏବେ ନଷ୍ଟ ହେବାକୁ ବସିଲାଣି, ଯାହା ଫଳରେ ଚାଷୀମାନେ ଚିନ୍ତାରେ ଅଛନ୍ତି। ମୋ ପଛପଟେ ବାଇଗଣ ବିଲର ଚିତ୍ର ଅଛି, କଲରା ବିଲର ଚିତ୍ର ଅଛି, ଲଙ୍କା ବିଲର ଚିତ୍ର ଅଛି, ଧନିଆ ବିଲର ଚିତ୍ର ଅଛି। ଏମିତି ଅନେକ ସାରା ଫସଲ ଏମାନେ ଚାଷ କରିଥାନ୍ତି, କିନ୍ତୁ এই ଫସଲ ଏବେ ଯେହେତୁ ନଷ୍ଟ ହୋଇଛି, ସେମାନଙ୍କର ଅଭିଯୋଗ ପରିବାର ଭରଣ ପୋଷଣ ନେଇ ତାଙ୍କର ଚିନ୍ତା ବଢ଼ିଯାଇଛି। କାରଣ ଯେତେବେଳେ ଅମଳ ସମୟ ଆସିଥିଲା, ଏଇ ଅମଳ ସମୟରେ ଏମାନେ ଏଇ ପନିପରିବାକୁ ଅମଳ କରିଥାନ୍ତେ, ବଜାରକୁ ନେଇଥାନ୍ତେ, ପରିବାର ଭରଣ ପୋଷଣ ପାଇଁ ସେଠୁ କିଛି ପଇସା ମଧ୍ୟ ଆସିଥାନ୍ତା। ସିଧାସଳଖ ପ୍ରତିକ୍ରିୟା ନେବା, କ'ଣ କହିବେ ଭାଇ? ଆପଣ ଯୁବ ଚାଷୀ, ଆପଣ ଆପଣ ବାଇଗଣ ଚାଷ କରିଛନ୍ତି, କେମିତି କ'ଣ ଚାଷ ହେଇଥିଲା, କ'ଣ ସବୁ ବର୍ତ୍ତମାନ କ୍ଷତି ହେଇଛି, କ'ଣ ଅସୁବିଧା? ବର୍ଷାରେ ବାଇଗଣ ଚାଷ କରିକି ଆମେ କ୍ଷତି ପାଉଛୁ। 2-3 ପାଳି ତୁଳା ହେଇଛି, 3-4 ମାଣ ବିଲ ଚାଷ କରୁଛୁ, କିନ୍ତୁ ଦେଖନ୍ତୁ ବାଇଗଣ 2-3 ପାଳିରେ ଆମେ ଲାଭ କିଛି ପାଇବାନି। କ'ଣ ସବୁ କ'ଣ ହଉଛି ବାଇଗଣ? ବାଇଗଣ ଗଛ ସବୁ ବର୍ଷା ଲଗାଣ ବର୍ଷାରେ ସବୁ ଝାଉଁଳିକି ମରିଯାଉଛି। ଏ ଯୋଉ ବାଇଗଣ ଗଛ ସବୁ ଝାଉଁଳିକି ମରିଯାଉଛି, ଆପଣଙ୍କ ସହିତ ଆପଣଙ୍କ ବାପା ମଧ୍ୟ କରୁଥିବେ ଚାଷ, ଆର କିଛି ଟେକ୍ନିକାଲି ଉପାୟ ଅଛି କି, କିମ୍ବା ମେଡିସିନ ସ୍ପ୍ରେ କରିବା ଦ୍ୱାରା ଏ ଗଛ ପୁଣି ଅମଳକ୍ଷମ ହେଇପାରିବ? ଲଗାଣ ବର୍ଷା ଯୋଗୁଁ ମେଡିସିନ ବି କାମ କରୁନି ଏତେ। ଏଥିରେ କ'ଣ କରିବୁ ଆମେ? ଚାଷୀ ଗୁଣ ହତାଶ। ନିଶ୍ଚିତ ଭାବେ ଏଥିରେ ମେଡିସିନ ମଧ୍ୟ କାମ କରୁନାହିଁ। ଆପଣ ଦେଖୁଥିବେ ସବୁ ଯୁବକ ମାନେ ଅଣ୍ଟା ଭିଡ଼ିଥିଲେ ଚାଷ କରିବା ପାଇଁ। ଏଇ ଚାଷ କରି ପରିବାରର ଭରଣ ପୋଷଣ କରିବା ସହିତ ସମସ୍ତଙ୍କ ପାଇଁ ଆଗାମୀ ଦିନରେ ଆସନ୍ତା ଦିନମାନଙ୍କରେ ଉଦାହରଣ ସାଜିବେ। ଆମ ସହିତ ଜଣେ ଚାଷୀ ଅଛନ୍ତି, ସେ ଅନେକ ବର୍ଷ ଧରି ଏଠି ଚାଷ କରୁଛନ୍ତି। ଆପଣଙ୍କର ବହୁତ ଅଭିଜ୍ଞତା ଅଛି, ଆମେ ପୂର୍ବରୁ ମଧ୍ୟ ଆପଣଙ୍କ ସହିତ ମିଶିଛୁ ଏବଂ ଆପଣଙ୍କ ସହିତ ପରିବା ଫସଲ ବିଷୟରେ ମଧ୍ୟ ଆପଣ ଜ୍ଞାନ ଦିଅନ୍ତି ବୋଲି ଆମେ ଜାଣିଛୁ ଏବଂ ଲୋକମାନଙ୍କୁ ବୁଝାସୁଝା କରନ୍ତି ଏବଂ କିଭଳି ପରିବା ଫସଲ ହେଇପାରିବ, ଭଲ ହେଇପାରିବ, ଆଉ ଯୁବକମାନେ କେମିତି ନିଜର ଚାଷ ଉପରକୁ ଆସିବେ ଏବଂ ଏଇ ଚାଷରେ ମନ ବୁଳେଇବେ ଏବଂ ଚାଷର ଯୋଉ ଦରଦାମ ବୃଦ୍ଧି ହେଉଛି ତାହା କେମିତି ନିୟନ୍ତ୍ରଣ ଆପଣ ମଧ୍ୟ ଡେଲାଙ୍ଗ ଅଞ୍ଚଳରେ ସେମିତି କରନ୍ତି ଆମେ ଜାଣିଛୁ। ତେବେ ଆପଣ ଯେତେବେଳେ ଏବେ ଚାଷ କରିଥିଲେ, କ'ଣ ଚାଷ କରିଥିଲେ, ଆପଣଙ୍କର ବର୍ତ୍ତମାନ କ'ଣ କ୍ଷତି ହେଇଛି? ପୋଟଳ ଫସଲ 2 କିଲୋ ଭିତରେ 3-4 ଏକର କରିବୁ ବୋଲି ପ୍ରୋଗ୍ରାମ ରଖିଥିଲୁ। ପୋଟଳ ଚାରା 2 କୁଇଣ୍ଟାଲ ଚାରା ଆସି ପକେଇଥିଲୁ ପଲିଥିନ ପକେଇ ସାରି ଚାଷ ଜମି କରି ମଲ୍ଚିଂ ପକେଇ ଲଗାଇଥିଲା। ଏ ହଠାତ୍ ଯୋଉ ଅଦିନିଆ ବର୍ଷା ଆସିଲା, ବର୍ଷା ଆସିବା ଦ୍ୱାରା ଲଗାଣ ବର୍ଷା ଯୋଉ ଲାଗିକି ରହିବା ହେତୁ ପାଣି ସବୁ ପଶିକି ଆମ ଚାରା ଭିତରେ ପଶିଗଲା, ତାର ସମ୍ପୂର୍ଣ୍ଣ ସଡ଼ିଗଲା। ଏତେ ସରିଲା, ମନୋବଳ ଏତେ ଭାଙ୍ଗି ଯାଇଛି, ତଥାପି ବହୁତ ମାନେ ସେଠି ଭରଣ ପୋଷଣ କଲା। ସେ ଭାବିଲା ଇଆଡ଼େ ବି ଟାଇମ୍ ଲେଟ୍ ହେଲାଣି, ପୋଟଳ ଲଗେଇବାର ସମୟ ଲେଟ୍ ହେଲାଣି, ଆମେ କାକୁଡ଼ି ଉଠେଇକି ପୋଟଳ ଲଗଉଥିଲୁ। ଚାର ଏଇନା ଆଣିବା ସମସ୍ୟା, ବହୁତ ସମସ୍ୟା ଦେଖାଦେବ। କେମିତି ହବ ସେ କଥା ଭାବିଲା ସେ ବହୁତ କ୍ଷତି, ବହୁତ ଧରଣର କ୍ଷତି ଅଛି। ବାଇଗଣ କରୁଥିଲୁ, ବାଇଗଣ ଗଛ ଝାଉଁଳି ହେଲା। ଲଙ୍କା କରୁଥିଲୁ, ଲଙ୍କା ବିଲରେ ପାଣି ଛାଡୁଛି, ମୂଳ ଛଡ଼ା ରୋଗ, ଉଇସି ରୋଗର ଯେତେବେଳେ ଜାତୀୟ ରୋଗ ସବୁ ଆସି ଗଛରେ ଲାଗିଲା। ଆଉ କାକୁଡ଼ି ରୋଗ, ଏ ବର୍ଷା ଯୋଉ କ୍ଲାଇମେଟ୍ ଚେଞ୍ଜ ହେଲା ମାନେ ରୋଗ, ବହୁତ ପ୍ରକାର ରୋଗ ସମସ୍ୟା। ଏଇଥିରେ ଯେତେବେଳେ କ୍ଲାଇମେଟ୍ ଚେଞ୍ଜ ହେବ, ହଠାତ୍ କିନି ଖରା ବେଳେ, ହଠାତ୍ କିନି ଶୀତ ହେଲା, ହଠାତ୍ କିନି ବର୍ଷା ହେଲା, ଏଇ ସମୟରେ ଲତା ଜାତୀୟ ଫସଲ ବହୁତ ବାଧା ସୃଷ୍ଟି କରୁଛି। ଯେମିତି କାକୁଡ଼ିରେ ପାଉଡି ରୋଗ, ଏକାକଳେ ଔଷଧ ବି ଆମେ ପକେଇବାକୁ ସମୟ ଦେଲେ, ଏମିତି ବର୍ଷା ଆମେ କଳ୍ପନା ବି କରିନଥିଲୁ। ଏମିତି ବି ମୋ କାନ ଉଠିଲାଠୁ ମୋ ବାପା ଜେଜେ ଅମଳରେ ଏମିତି ଲଗାଣ ଲାଗିକି ରହିବା 2-3 ବର୍ଷ ଆମେ କେବେ ଦେଖିନୁ। ଆ ଦ୍ୱାରା ସବୁ ଲତା ଜାତୀୟ ଫସଲ ସବୁ କ୍ଷତିଗ୍ରସ୍ତ ହୋଇଛି। ଆଉ ପୋଟଳ ତ ତମେ ଦେଖିପାରୁଥିବ ଯାହା ବି ହେଇଛି। ଆଉ କାକୁଡ଼ି କଥା କହିଲେ ନ ସରେ, କାକୁଡ଼ି ଆମେ ଭଲ 2 ପଇସା ପାଉଥିଲୁ, ଆଉ ଭଲ ବି ରେଟ୍ ଆଗକୁ ନୂଆ ବର୍ଷ ଯେହେତୁ ଅଛି, କାକୁଡ଼ି ଭଲ 2 ପଇସା ପାଇଥାନ୍ତୁ। ବହୁତ ଧରଣ ଲସ୍, ବହୁତ। ପୋଟଳ ଚାରା ଆପଣଙ୍କର ନଷ୍ଟ ହେଇଯାଇଛି, ସବୁ ପଚି ଯାଇଥିବ, ସରିଯାଇଛି, ସେ ସବୁ କେତେ ଟଙ୍କାର ଆନୁମାନିକ ମୂଲ୍ୟ ତାର? ସେ କଥା କହିଲେ କି କଥା ମାନେ ଚାଷୀ କାହାକୁ କହିପାରେନି, କାହାକୁ ସହିପାରେନି। କହିଲେ ସୁଦ୍ଧା ତଥାପି ଆମେ 50-60 ହଜାର ଟଙ୍କା ଚାରା ଆଣିଥିଲୁ। ତା ବାଦେ ମଣିଷ ମଜୁରୀ 10-20 ହଜାର ଟଙ୍କା, ସେ ଜରିରେ ମାଟି ପ୍ୟାକିଂ କରିବାଠୁ ପକେଇବା ପର୍ଯ୍ୟନ୍ତ ଖର୍ଚ୍ଚ ହେଇଥିଲା। ତଥାପି 80-85 ହଜାର ଭିତରେ କିଛି ହବନି, ସେ ପୁରା ଆଉ ତା ଧାନ ତ ଯାହା ହେଇଛି ଆପଣ ଜାଣିଥିବେ। ଧାନ ଆମର ନଡ଼ା ଗଳିଆ ଆଶାରେ, କୁଟା କରିବା ଆଶାରେ, ବଡ଼ ମିଶିକି କୁଟା କରିବା ଆଶାରେ ସବୁ ଧାନ କଟା ହେଇଥିଲା। ପ୍ରାଚୀ ମେସିନରେ ପଡ଼ିଥିଲେ, କୁଟାଟା ଟିକେ ଲମ୍ବା ସାଇଜ ରହିବ ବୋଲି ପଡ଼ିଥିଲା। ହଠାତ୍ କିନି ବର୍ଷା ହେଇଗଲା, ଏକରେ ବି ଲୋକ ସମସ୍ୟା ମିଳିପାରିନି,
ଏପର୍ଯ୍ୟନ୍ତ ଧାନ ଯାହା ବି ଅଛି ଗଜା ବି ହେଇଯାଉଛି, ଆଶା ବି ନାହିଁ ଧାନରେ ଆଉ। ଆଉ ଏମିତି ଏ ବର୍ଷ ନିଶ୍ଚିନ୍ତ ଭାବେ ନିଶ୍ଚିନ୍ତ ଭାବେ ଦେଖୁଥିବେ ଯୋଉ ଚାଷୀ ମାନଙ୍କର ଯୋଉ ପ୍ରତିକ୍ରିୟା ରହିଛି ସେମାନେ ସମ୍ପୂର୍ଣ୍ଣ ଭାବେ ଧାନ ଫସଲ ହଉ ପନିପରିବା ଫସଲ ହଉ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ତେଣୁ ଏମାନେ ମଧ୍ୟ ଦାବି କରୁଥିଲେ ବାରମ୍ବାର ଯେ ଏମାନଙ୍କର କ୍ଷତିପୂରଣ ବାବଦକୁ ସରକାରୀ ଅଧିକାରୀ ମାନେ ଚାଷ ଜମିରେ ଆସି ପହଞ୍ଚନ୍ତୁ ଏବଂ କ୍ଷୟକ୍ଷତିର ଆକଳନ କରନ୍ତୁ। ତେବେ ଡେଲାଙ୍ଗ ଅଞ୍ଚଳର ଏଇ ଯୋଉ ସୁରୁମପୁର ଗ୍ରାମ ରହିଛି ଏଥିର ସ୍ୱତନ୍ତ୍ର ପରିଚୟ ରହିଛି ପନିପରିବା ଫସଲର। ଯେତେବେଳେ ଏଇ ପନିପରିବା ଫସଲ ନଷ୍ଟ ହେଉଛି ତ ନିହାତି ଭାବେ ଚାଷୀମାନେ ଦୁଃଖ କରିବା ସହିତ ସେମାନଙ୍କର କ୍ଷତିପୂରଣ ବାବଦକୁ କ୍ଷତିପୂରଣ ପାଇବା ମଧ୍ୟ ଆଶା ରଖିବା ସ୍ୱାଭାବିକ କଥା। ତେବେ ଆମେ ମଧ୍ୟ ଦାବି ରଖିବା ଯେ ଯୋଉ ସରକାରୀ ଅଧିକାରୀ ମାନେ ଅଛନ୍ତି ବା ହର୍ଟିକଲଚର ଡିପାର୍ଟମେଣ୍ଟ ଯୋଉମାନେ ଅଛନ୍ତି ବା ଯୋଉ କୃଷି ଅଧିକାରୀ ମାନେ ଅଛନ୍ତି ସେଇ ଏଇ ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଅନ୍ତୁ। ଯୋଉ ଫସଲ ସବୁ ନଷ୍ଟ ହୋଇଛି ଆସି ତଦାରଖ କରନ୍ତୁ ଏବଂ ଯାହା ଚାଷୀଙ୍କ ପାଇଁ ସାହାଯ୍ୟ ସହଯୋଗ କରିହେବ ତାହା କରିବା ପାଇଁ ମଧ୍ୟ ଆମେ ଅନୁରୋଧ କରିବୁ। ପୁରୀ ଜିଲ୍ଲା ଡେଲାଙ୍ଗରୁ ସନ୍ତୋଷ କୁମାର ପ୍ରଧାନ, ନକ୍ଷତ୍ର ନ୍ୟୁଜ୍।